ଜୟ ଜଗନ୍ନାଥ ସାଙ୍ଗମାନେ। ତ ଆପଣମାନେ ନେକ୍ସଟ ଭିଡ଼ିଓରେ ଦେଖିଦେବେ କିଛି ଏମିତି ହେଇଥିଲା। ତ ମୁଁ ଆପଣମାନଙ୍କୁ କହିଥିଲି ସେକେଣ୍ଡ ପାର୍ଟରେ ଆଉ ପୁରା ଫୁଲ୍ ଭିଡ଼ିଓ ନେଇ ଆସିବି। ତ ସେଥିପାଇଁ ମୁଁ ଘରୁ ଖାଇ ପିଇକି ସିଧା ମନ୍ଦିରକୁ ପଳେଇ ଆସିଥିଲି। ଆଉ ଆସିଲା ବେଳେ ଦେଖିଲି ଗୋଟେ ଦୋକାନରେ ରଜପାନ ଭଙ୍ଗା ହେଉଥିଲା। ଆଉ ରଜଟା ମାନେ ରଜପାନ ନ ଖାଇଲେ କ'ଣ ହେବ। ମୁଁ ଏଇଠୁ ଭାଇକି କହିଦେଲି ମୋ ପାଇଁ ଗୋଟେ ଭାଙ୍ଗିବାକୁ। ତ ଭାଇ ପୁରା ଫଟାଫଟ ଭାଙ୍ଗିବାରେ ଲାଗିଲେ। ଆଉ ଏଇଟା କ'ଣ ପକେଇଲେ ମୁଁ ତ ଜାଣିପାରିଲିନି। ଯଦି ଆପଣମାନେ ଜାଣିଥିବେ କମେଣ୍ଟ ମାଧ୍ୟମରେ ନିଶ୍ଚିନ୍ତ ଜଣେଇବେ। ଆଉ ଦେଖିପାରୁଥିବେ ଭାଇ ଆମର କୋଉଳିଆ ଭାବରେ ପୁରା ଭଙ୍ଗାଭଙ୍ଗି କରି ମୋ ହାତକୁ ଗୋଟେ ଧରେଇ ଦେଇଥିଲେ। ଆଉ ତାପରେ ଏଇଟା ଗୋଟେ କି ଲେପ ଦେଲେ ମୁଁ ଜାଣିପାରିଲି ନାହିଁ। ଏଇଟା ବି ଯଦି ଆପଣମାନେ ଜାଣିଥିବେ ଏଇଟା କ'ଣ, ତା ନାଁ କ'ଣ, ତ ଆପଣ ନିଶ୍ଚିନ୍ତ ମୋତେ କମେଣ୍ଟ ମାଧ୍ୟମରେ କହିବେ। ତ ଖାଇଦେଇ ମୁଁ ସିଧା ପଳେଇ ଆସିଲି। ଆମର ଘୋଡ଼ା ନାଚ ହେଉଥିଲା। ତ ଆପଣମାନେ ଦେଖୁଥିବେ ଆମର ଏଇଭଳି ଭାବରେ ନୃତ୍ୟ ଆମର ଆସିକି ବହୁତ ପୁରୁଣା ହେଲାଣି। ପୁରୁଣା ମାନେ ବହୁତ ଦିନ ଧରି ଆମର ଆଗରୁ ଏଇଟା ହେଇ ଆସେ। ଆମର ଗୋଟେ ମା ଉତ୍ତରମୁଖୀ ପାଖରେ ଗୋଟେ ଏଇଟା ହୁଏ। ମାନେ କହିବାକୁ ଗଲେ ଠାକୁରଙ୍କର ଏଇଟା ଗୋଟେ ନୀଳା ସବୁ ବର୍ଷ ହେବା ନିହାତି ଆବଶ୍ୟକ। ଯେଉଁମାନେ ମାନସିକ କରିଥିବେ ସେଇମାନଙ୍କର ମାନସିକ ପୂରଣ ହେଲେ ସେଇମାନେ ହିଁ କରନ୍ତି। ତ ମୁଁ ଏଇଭଳି ଭାବରେ ବସିକି ଦେଖିଲି। ତାପରେ ମୁଁ ଘରକୁ ଫେରିଲି, ରହିଲି। ଜୟ ଜଗନ୍ନାଥ। ଆଉ ନେକ୍ସଟ ପାର୍ଟରେ ଦେଖା।